ଦେଖନ୍ତୁ ଆମର ଦୁର୍ଭାଗ୍ୟ କଣ ସାରା ଓଡ଼ିଶା ଯେତେ ସଙ୍ଗୀତ ଶ୍ରୋତା ଅଛନ୍ତି ବିଶ୍ୱ ସ୍ତରରେ ଅଛନ୍ତି। ଆପଣ ଯେମିତି ହେଲେ ଯେ ସଙ୍ଗୀତ ଶୁଣିଥିବ ଓଡ଼ିଆ ଗୀତ ସେ ସକାଳ ହଉ ସନ୍ଧ୍ୟା ହଉ ଯୋଉଟା ବଜେଇଲେ ହ୍ୟୁମାନ ଗୀତ ହିଁ ଆସେ। ଆମର ଦୁଃଖିତ ଯେ ଗୋଟେ ପିଲାଟି 35 ବର୍ଷର ଜନ୍ମଦିନ ତା ସହିତ ଆମେ ପାଳି ପାଇଲୁ। ବ୍ୟକ୍ତିଗତ ମୁଁ ହ୍ୟୁମାନଙ୍କୁ ଜାଣେ। ସେ ମୋର ବହୁତ ଆଲବମ୍ ଗୀତ ଗାଇଛନ୍ତି। ଓଡ଼ିଆ ସିନେମା ଆମର ମନମୋର କାଗଜ ଗୁଡ଼ି ଗୀତ, ଚୋରି ଚୋରି ଚାନ୍ଦିନୀ ଗୀତ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା। ଏବେ ବି ଦେଖନ୍ତୁ ନୂଆ ସିଏମ୍ ଯିଏ ଲୋକଙ୍କ ସିଏମ୍ ମୋହନ ସାରଙ୍କର ଓଡ଼ିଆଙ୍କ ଦିଲ୍ ଧଡ଼କନ ଗୋଟେ ସିଏମ୍ ମୋହନ ଓଡ଼ିଆ ଦିଲ୍ ଧଡ଼କନ ଗୋଟେ ଗୀତ କରିଥିଲୁ। ଏବେ ସାରା ଓଡ଼ିଶାରେ ବାଜୁଛି, ଯୋଉଠି ସେ ଯାଉଛନ୍ତି ଗାଲି ହଉଛି। ଶେଷ ଗୀତ ଆମର ଥିଲା ହ୍ୟୁମାନ ସହିତ ମୋର ଓଡ଼ିଶା ରତ୍ନ ଆମ ମୋହନ, ସେଇ ସିଏମ୍ଙ୍କର ଗୀତଟେ 3 ମାସ ତଳେ ଆମେ କରିଥିଲୁ। ସେ ଦୁର୍ଭାଗ୍ୟ ଯେ ସେ ସମୟରେ ଆମେ ବହୁତ ଥଟ୍ଟା ମଜା ବି ହେଇଥିଲୁ। ମୁଁ ବ୍ୟକ୍ତିଗତ ହିସାବରେ ପଚାରିଲି ହ୍ୟୁମାନ ତମେ କଣ ଚେୟାରରେ ବସିକି ଗୀତ ବୋଲିଲ? ସେ କହିଲେ ନାଇଁ ନାଇଁ ଏଇ ବସିକି ବୋଲିଲେ ଭଲ ଲାଗୁଛି। ମୁଁ କହିଲି ଝଡ଼ି କଣ ଗଲଣି? ସିଏ ମତେ ହସିକି ଥଟ୍ଟାରେ କହିଲେ ଭାଇ ଆପଣଙ୍କୁ ଜିମ୍ କେତେବେଳେ ମୁଁ ଯିବି? ସ୍ଲିମ୍ ହେଲେ ସିନା ଜିମ୍ ଗଲେ ଆଉ ଟିକେ ବଡି କରି ହସିଲେ। ମତେ ବି ଥଟ୍ଟା କଲେ କହିଲେ ଭାଇ ଆପଣ ଭାରି ଗୀତ ପ୍ରେମୀ, ଆପଣ ହିରୋ ହଉନାହାନ୍ତି ମୁଁ ଗୀତ ବୋଲିବି। ଏ ସ୍ମୃତି ଗୁଡା କହିଲେ ଆଖିରୁ ପାଣି ପଳେଇ ଆସୁଛି। ଗୋଟେ ପ୍ରଯୋଜକ ହିସାବରେ ଆପଣ ତାଙ୍କ ସହିତ ଭଲ ସମ୍ପର୍କ ଥିଲା, ତ ଗୋଟେ ଭାଇ ଭାଇର ସମ୍ପର୍କ ଥିଲା। ଶୁଣନ୍ତୁ ସେ ଯୋଉଠି ଦେଖନ୍ତି ସାର୍ କୁହନ୍ତି। ମୁଁ ତାଙ୍କର ଫାଷ୍ଟ ଦେଖା ହେଇଥିଲା ବିଗତ 10-15 ବର୍ଷ ତଳେ। ସେ ଥରେ କିଟ୍ କଲେଜରେ ଯୋଉ ଓଟିଭି ଆସିଥିଲେ ତାଙ୍କ ରିଆଲିଟି ଶୋ ଚାଲିଥାଏ। ତାର ଆମେ ସବୁ ଟିଭିରେ ଦେଖୁ, ତାଙ୍କୁ ଟିଭିରେ ଦେଖିଲା ପରେ ସେ ଠିଆ ହେଇଛନ୍ତି, ସେ 2-3 ଜଣ ଠିଆ ହେଇଛନ୍ତି। ମୁଁ ତାକୁ ଏମିତି ପଚାରିଲି, ମୁଁ କହିଲି ଆଉ ତମ ନାଁ ହ୍ୟୁମାନ? ସେ କହିଲେ ହଁ। ନା ଆପଣ କେମିତି ଜାଣିଲେ? ନା ମୁଁ ଟିଭିରେ ତମର ଚାଲିଛି ପ୍ରୋଗ୍ରାମଟା ଦେଖିଥିଲି। ଯେହେତୁ ଆମେ ଓଡ଼ିଆ ଗୀତ ଭଲ ପାଉ, ଓଡ଼ିଆ କଣ ସବୁ ଗୀତ ଭଲ ପାଉ, ସେଟା ଫାଷ୍ଟ ଦେଖା। ସେକେଣ୍ଡ ଦେଖା ମୋର ଆମର ଯୋଉ ଆଲବମ ହେଲା ତାପରେ 2021-22ରେ ସିନେମା କଥା ହେଲା, ସିନେମାରେ ପରିଚିତ ହେଲା। କିନ୍ତୁ ଯେହେତୁ ଆଜି ପ୍ରଡ୍ୟୁସର ହିସାବରେ ଆମେ ସବୁ ଯୋଉ ଯିଏ ସଙ୍ଗୀତ ନିର୍ଦ୍ଦେଶକ ସେମାନେ ହିଁ କଥା ହୁଅନ୍ତି ଯୋଉ କିଏ କୋଉ ଷ୍ଟୁଡିଓରେ ଗାଇବେ। କିନ୍ତୁ ଯେତିକି ସମୟ ତାଙ୍କ ସହିତ କୋଉ ଷ୍ଟେଜରେ ଦେଖା ହୁଏ ସାର୍ ଡାକନ୍ତି କେମିତି ଅଛନ୍ତି ଭଲନ୍ତି। ସେ ଆଉ ସବୁଠୁ ବଡ କଥା ସିଏ ଆଗ ହିଁ ପଚାରନ୍ତି ସାର୍ କେମିତି ଅଛନ୍ତି। ସେଟା ସଦାବେଳେ ମନେ ରହିବ। ଆଜିର ଦିନ ତ ବେଶୀ କଷ୍ଟ ଲାଗିବ। ଏଥିରେ ଗୋଟେ ବଢିଆ ସାମାଜିକ ବାର୍ତ୍ତା ଦେଇଛନ୍ତି, ଗୋଟେ ସୋସିଆଲ ମେସେଜ ଦେଇଛନ୍ତି। ନିଶା ଛାଡ଼ନ୍ତୁ, ଓଡ଼ିଆ ସିନେ ଜଗତ ବଞ୍ଚାନ୍ତୁ। ଗୋଟେ ସାମାଜିକ ବାର୍ତ୍ତା। ଶୁଣନ୍ତୁ ବାସ୍ତବରେ ହ୍ୟୁମାନ ସାଗର ନିଶା ସେବନ କରୁଥିଲେ, ଯେହେତୁ ଆପଣ ତାଙ୍କ ସହିତ ଗୋଟେ ଅଙ୍ଗାଙ୍ଗୀ ଭାବେ ଜଡିତ, ଗୋଟେ ପ୍ରକୃତ ଭାବେ ଜଡିତ, କେବେ ତାକୁ ନିଶା ନିବାରଣ ପାଇଁ କେବେ ଆପଣ ପରାମର୍ଶ ଦେଇଥିଲେ କି? ଦେଖନ୍ତୁ ଆମେ ତ ତାଙ୍କ ବ୍ୟକ୍ତିଗତ ଜୀବନ କଥା ଯାଇପାରିବୁ। ଏ ଡକ୍ଟର ରିପୋର୍ଟ ଅନୁସାରେ ଯେ ସେ ଲିଭର ସିରୋସିସ୍ ହେଇଛି। ଆଉ ଅନିୟମିତ ଖାଇବା କି ନିଶା ସକାଶେ ହେଇପାରେ। ଆମେ ଦେଖୁଛୁ ପୂର୍ବରୁ ବି କିଛି କଳାକାର ମାନେ ନିଶା ଗ୍ରସ୍ତରେ ଖାଲି ଓଡ଼ିଆ ଇଣ୍ଡଷ୍ଟ୍ରି କଣ ବହୁତ ବାହାର ଇଣ୍ଡଷ୍ଟ୍ରି ବି ଲୋକ ଚାଲି ଯାଉଛନ୍ତି। ସେଇ ଉଦ୍ଦେଶ୍ୟରେ ଗୋଟେ ମାନବିକ ଦୃଷ୍ଟିରୁ ଆମ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନେ ଚିନ୍ତା କଲେ, କହିଲେ ନିଶା ଛାଡନ୍ତୁ, ଓଡ଼ିଆ ସିନେ ଜଗତ ବଞ୍ଚାନ୍ତୁ। ଖାଲି ନିଶା ଓଡ଼ିଆ ସିନେ ଜଗତ ନୁହଁ, ଆମ ପାରିପାର୍ଶ୍ୱରେ ବି ନିଶା ଅଛି। ଆମେ ଯେତେ ଦୂର ଚାହିଁବା ଆମେ ପାରିପାର୍ଶ୍ୱରୁ ନିଶା ଛଡେଇବା। ସମାଜ ପ୍ରତି ଯୁବପିଢିଙ୍କୁ ମୁଁ ଆହ୍ୱାନ ଦେବି ଯେ ଯେତେ ଟେନସନ ହଉ ଯାହା ହଉ ଧୈର୍ଯ୍ୟ ରଖନ୍ତୁ। ସୁଇସାଇଡ କରିବା ନିଶାକୁ ବାରଣ କରିକି ଗୋଟେ ଗଛକୁ ନିଜ ପୁଅ ଆଉ କନ୍ୟା ଭଳି ଗଛଟେ ଲଗାନ୍ତୁ। ସେ ଗଛଠୁ ବି ମହାନତା ଅଛି, ତାଠୁ ବି ଶିକ୍ଷାର ଅଛି। ତେଣୁ ଗଛ ବାତ୍ୟା ହଉ ବନ୍ୟା ହଉ ଯାହା ହଉ ସେ ଯେତେ ଯାହା ଝଡ଼ ଝଞ୍ଜା ହଉ ହେଲା ସେ ଅମ୍ଳଜାନ ଦେଇ ଚାଲୁଛି। ଅମ୍ଳଜାନ ଅଙ୍ଗାରକାମ୍ଳ ନିଏ, ଅମ୍ଳଜାନ ଦିଏ। ସେଇପରି ମଣିଷ ଜୀବନ ସେମିତି ଉତ୍ଥାନ ପତନ ଥାଏ। ପାରିବାରିକ କଥାଟା ସମସ୍ତଙ୍କ ଜୀବନରେ ଅଛି। ଖାଲି ମୋର ହବ କାଲି ଆପଣଙ୍କର ହବ, ସମସ୍ତଙ୍କର ହେଇପାରିବ। ତା ଭିତରେ ନଈ ନ ପଡିକି ଆଗକୁ ବଢିବାର ଅଛି। ନିଜ ସ୍ୱାସ୍ଥ୍ୟ ଦେଖିବି, ନିଜ ସ୍ୱାସ୍ଥ୍ୟ ବି ନିଜେ ଜଗିବାର ଅଛି। ଆମେ ଆଉ ସଙ୍ଗତଟା ବି ଛାଡିବାର ଅଛି। ଯେତେ ସଙ୍ଗତ ଆମେ ଯଦି ଆମେ ଚାହୁଁଛେ ଏଇ ସଙ୍ଗତ ଆମ ଖରାପ ଚାଲିଛି, ଏ ସଙ୍ଗତଟା ବି ଛାଡିଲେ ବି ଆମେ ବି ଉପକୃତ ରହିବା। ସେଇଭଳି ଆପଣଙ୍କର ବହୁତ ସାରା ପରିଚୟ। ଏକରେ ଆପଣ ଗୋଟେ ସମାଜସେବୀ, ଦ୍ୱିତୀୟ ଗୋଟେ ବିଜେପିର ନେତା, ତୃତୀୟ ଗୋଟେ ଉଦ୍ୟୋଗପତି, ବହୁତ ସାରା ପରିଚୟ। ଆଉ ଗୋଟେ ପ୍ରଯୋଜକ ମଧ୍ୟ। ଭାଇ ଯେତେବେଳେ ହ୍ୟୁମାନ ଚାଲି ଯାଇଛନ୍ତି ତାଙ୍କୁ ନେଇ ବର୍ତ୍ତମାନ ଏବେ ବି ତାଙ୍କୁ ନେଇ ଆଲୋଚନା ସମାଲୋଚନା ଚାଲିଛି, ପର୍ଯ୍ୟାଲୋଚନା ଚାଲିଛି। କିଏ ମଦ ପିଇ ଚାଲିଗଲେ, ଏମିତି କହିଥିଲେ ବଞ୍ଚି ଯାଇଛନ୍ତି। ବହୁତ ସାରା ମଲା ପରେ ବି ଗୋଟେ ଲୋକଙ୍କୁ ନେଇ ଏବେ ଯୋଉ ରାଜନୀତିରେ ହଲଚମଟ ଚାଲିଛି, ତାକୁ ନେଇ ଆପଣ କେମିତି କଣ ଦେଖୁଛନ୍ତି? ଶୁଣନ୍ତୁ ସର୍ବପ୍ରଥମ କହିବି ମୁଁ ଗୋଟେ ସାଧାରଣ ଘରର ପରିବାର ପିଲା। ମୁଁ ପରିଶ୍ରମ କରିକି ଆଜି ଏଇ ଜାଗାରେ ଆସିଛି। ଆଉ କରିବା ଲୋକ ସେ ଉପର ବାଲା, ସେ ହିଁ ଯାହା କରିପାରିବ, ଆମେ ନିମିତ୍ତ ମାତ୍ର। ଆଉ ଗୋଟେ ଜିନିଷ ଆପଣଙ୍କୁ କହିଲି, ଜଣେ ଥିଲା ବେଳେ କିଛି କୁହନ୍ତିନି, ସେଟା ହିଁ ବହୁତ ଦୁର୍ଭାଗ୍ୟ ଲାଗେ। ଯଦି ଆମେ ଥିଲା ବେଳେ ମାନେ ସଚେତନ କରିପାରିଥାନ୍ତେ ଆଜି ହ୍ୟୁମାନ ଆମ ସହିତ କେକ୍ କାଟି ପାରିଥାନ୍ତା। ସେଇଟା ମୁଁ ସମସ୍ତଙ୍କୁ ବି ଅନୁରୋଧ କରିବି ଯେ ଗଲା କଥା ଗଲାଣି, କେମିତି ଆଉ ଇଣ୍ଡଷ୍ଟ୍ରି ଆମର ବଞ୍ଚି ପାରିବ, କିମ୍ବା ଆପଣଙ୍କର ସହଯୋଗୀରେ କିଏ ଗୋଟେ ନିଶା ଦ୍ରବ୍ୟ ଖାଉଛି ତାକୁ କେମିତି ବଞ୍ଚେଇ ପାରିବା। ତା ବ୍ୟକ୍ତିଗତ କଥାକୁ ଯିବାନି, କେମିତି ଭଲ କାମ କରିବା। ଆଉ ଆପଣ ମାନଙ୍କ ମଧ୍ୟରେ କହିଛି ହ୍ୟୁମାନ ଯୋଉଭଳିଆ ଗୀତ ଗାଇଛନ୍ତି, କେତେ ଜଣ କ୍ୟାରିୟର ସରିଯିବ ସେତେ ଗୀତ ଗାଇପାରିବେନି। ଏ ଦୁର୍ଭାଗ୍ୟ, ମାନେ ଆମର ଏତେ ଦୁର୍ଭାଗ୍ୟ ଯେ ଆମ ପିଲାଟା ଆମ ପାଖରେ ନାହିଁ। ଏଇ ଯୋଉ ମୁଁ ବହୁତ ଜଣଙ୍କୁ ବାଇଟ୍ ଶୁଣୁଛି, ଯୋଉ ପ୍ରେମାନନ୍ଦ ସାରଙ୍କର ବି ଶୁଣୁଛି, ତାଙ୍କ ବାଇଟ୍ ଶୁଣୁଛି, ବହୁତ ଲୋକଙ୍କର ବାଇଟ୍ ଶୁଣୁଛି। ବହୁତ ଯାହା ହଉ ସେତିକି ଭଲ ପାଉଥିଲେ ବୋଲି ସମସ୍ତେ କହୁଛନ୍ତି। କିନ୍ତୁ ତାହା ଭିତରେ ବି ଯଦି ଆମେ ଚାହିଁଥିଲେ, ମୁଁ ବି ଚାହିଁଥିଲେ ଯେ ଆମେ ତାକୁ ପ୍ରତି ବି ତା କଣ ପାଇଁ ବି ଆଉ ଟିକେ କାହିଁକି ତାର ସ୍ୱାସ୍ଥ୍ୟ ହେଇପାରୁଛି, ଆମର ବି ଦୁର୍ଭାଗ୍ୟ ଆମେ ବି ସେଠି ଯତ୍ନବାନ ହେଇପାରିଲୁ, ପିଲାଟି ଆମ ପାଖରୁ ପଳେଇଲା।
ଭାଇ ବିଧର ବିଧାନ କିଏ କରିବେ ଆନ ତା ଭାଗ୍ୟ ମାନେ ସେ ବର୍ତ୍ତମାନ ବି ଆମ ପାଖରେ ନାହାନ୍ତି ତଥାପି ଆପଣ ଯେହେତୁ ପ୍ରଯୋଜକ ଆପଣଙ୍କ ମନରେ ବହୁତ ସାରା ପ୍ରଶ୍ନ ଉଠି ପାରେ ପରବର୍ତ୍ତୀ କାହାକୁ ଯେମିତି ଆପଣ ମନମୋହନକୁ ନେଇ ଗୋଟେ ସୁନ୍ଦର ଗୀତ ଗାଇଥିଲେ ହ୍ୟୁମାନ ସାଗର ପରବର୍ତ୍ତୀ ଆପଣ କାହାକୁ ବିମାନଙ୍କ ରିପ୍ଲେସମେଣ୍ଟରେ ତାଙ୍କ ଶୁଣନ୍ତୁ ଆମେ ପଛକୁ ଏବେ କାହାକୁ ନେବେ ବୋଲି ଭାବୁଛନ୍ତି? ଆମେ ଏବେ ଶୁଣନ୍ତୁ ଏବେ ଗୋଟେ ଯୋଉ ଯୋଉ ଭାଇଟି ଆମର ଯେ ସିଏ ମୋହନଙ୍କ ଗୀତ ଲେଖିଥିଲେ ସୋମନାଥ କରଣ ମ୍ୟୁଜିକ ଦେଇଥିଲେ ଭକ୍ତ ମହାରଣା ଏବେ ଆମେ ଜଷ୍ଟ 15 ଦିନ ପୂର୍ବରୁ କଥା ହେଇଛୁ ଧର୍ମେନ୍ଦ୍ର ପ୍ରଧାନ ଯୋଉ ଜିତିଲେ ବିହାରରେ ତାଙ୍କ ପାଇଁ ଗୋଟେ ଗୀତ କରିବୁ ବୋଲି ଆମେ କଥା ଚାଲିଥିଲୁ ସେ ହ୍ୟୁମାନ ଗାଇଥାନ୍ତେ ତାପରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଭାଇ ତାଙ୍କ ଜନ୍ମଦିନ ହେଲା ଜାନୁଆରୀ 6 ତାରିଖ ତାଙ୍କ ପାଇଁ ବି ଗୋଟେ ଗୀତ ହେଇଥାନ୍ତା ଆମେ ବି କଥା ହେଇଥିଲୁ ଗୀତ ବି ଷ୍ଟାର୍ଟ ବି ହେଇଥିଲା ଆଜି ସେ ରାଇଟର ଆସିନାହାନ୍ତି ସେ ଲାଇନ ବି କହିଦେଇଥାନ୍ତେ କିନ୍ତୁ ଆମ ଦୁର୍ଭାଗ୍ୟ ଆମ ଭାଇଟି ଆମ ପାଖରେ ନାହିଁ ଏବେ ତାଙ୍କ ମନରେ କାହାକୁ ନେବେ ବଦଳରେ କାହା ଜାଗା କିଏ ନେଇପାରନ୍ତିନି ତଥାପି ଆଉ ଆପଣ କାହାକୁ ନେବେ? ନାଇଁ ନାଇଁ ସବୁ କାମ ସବୁ ଚାଲିବ ଆଜି ଗୀତ ଅଛି ଗୀତ ଅମର ତାଙ୍କ ଗୀତ ରହିଲା ଅମର କିନ୍ତୁ କାହା ସ୍ଥାନ କେହି ନେଇପାରନ୍ତିନି ଭଗବାନ କରନ୍ତୁ ଓ ସମସ୍ତଙ୍କ କଣ୍ଠରେ ହ୍ୟୁମାନ ସାଗର ହେଇଯାଆନ୍ତୁ ସମସ୍ତେ ହ୍ୟୁମାନ ସାଗର ଭାବି ସବୁ ଗୀତ ଶୁଣନ୍ତୁ